ହେଉଛି ବିଶ୍ୱ ଆଦିବାସୀ ଦିବସ। ସେଇ ଦିବସରେ କୋରାପୁଟ ଜୟପୁରରେ ସୁଭଦ୍ରା ଯୋଜନା ଦବା ପାଇଁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଲଜ୍ଜା ଲାଗୁନି ତମକୁ? 29ଟା ଟଙ୍କା ଯୋଜନା, ସେଥିରେ ତମ ମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ପରିଡା କହିଲେ 19 ଲକ୍ଷ ଲୋକଙ୍କୁ ଆମେ ଲାଖପତି କରିଦେଲୁ। ତମ ମନ୍ତ୍ରୀ ଷ୍ଟେଟମେଣ୍ଟ ଦେଲେ ଲୋକସଭାରେ 9,000 ଲୋକଙ୍କୁ ଦିଆଯାଇଛି, 9 ଲକ୍ଷ ଲୋକଙ୍କୁ ଦିଆଯାଇଛି। ତମେ 10 ଲକ୍ଷ ଲୋକ ଫ୍ଲସ୍ ବ୍ଲଫ୍ ପାଣିର ଗାର। 29ଟା ଟଙ୍କା ଦିନକୁ ଦବ, ଲକ୍ଷପତି ସେ ହେବେ। ଏଠି ଚା କପେ ବିସ୍କୁଟ 2ଟା ଖାଇଲେ 29 ଟଙ୍କା। ଲଜ୍ଜା, ଘୋର ଲଜ୍ଜା। ଆଜି ବିଶ୍ୱ ଆଦିବାସୀ ଦିବସ। ମୋ ଅଞ୍ଚଳରେ ମୁଁ ଏଇନା ଆଇଲି ଚନ୍ଦକାରୁ, ଆଦିବାସୀ ଅଞ୍ଚଳରୁ। ଚୁନକୋଳି, ପଥର ଗାଡିଆ ଏବଂ ଦଳୁଆ, ଗିରିଗାପୁର, ମଧୁପୁର, ମହୁଲ, ମାଜେଣା, ଆମର ଅଙ୍ଗାରପଡା, ପଳାଶପୁର, ପାଣିଅରା, ଭାତକୁରି, ରାଜାଚରଣପୁର, କୋଟପଡା, ये ଯେତେ ଆଦିବାସୀ ଗାଁ, ହରିଜନ ଗାଁ ଜାଗା ନାହିଁ। 4 ଡିସମିଲ ଜାଗା ଦିଆ ହେ ମୋହନ ବାଜେ। ତମ ଗାଁ ଲୋକ ଚୁନକୁଳିରେ ଅଛନ୍ତି, ତମ ଭଉଣୀ ଜଣେ ବି ସେଇଠି ଅଛନ୍ତି। ତମେ ମୋ ହାତରେ ଯାଇଥିଲ ଚୁନକୁଳି, ଇମ୍ପୋସିସ ପଛପଟେ। 4 ଡିସମିଲ ଜାଗା ଦିଅ, ସେମାନେ ଘର କରି ବଞ୍ଚନ୍ତୁ। ଓଡିଶାର, ଭାରତ ବର୍ଷର ଏବଂ ଭୁବନେଶ୍ୱର ନାଗରିକ ବୋଲି ସେ ପରିଚୟ ଦିଅନ୍ତୁ ତାଙ୍କ ପରିବାରକୁ। 4 ଡିସମିଲ ଜାଗା ତୁରନ୍ତ ଦବା ପାଇଁ ଆପଣ ମାନଙ୍କ ଜରିଆରେ ମୁଁ ନିବେଦନ କରୁଛି। ଘର ଦିଅ, ବଞ୍ଚିବା ପାଇଁ ତାଙ୍କୁ ଦିଆଯାଏ। ଆଦିବାସୀ, ସେ ଆଦିବାସୀ କଥା ସିନା ଶୁଣିଲେ ହନ୍ତା। ଆଦିବାସୀ କୋଟାରେ ମୁଖ୍ୟମନ୍ତ୍ରୀ ଅଥବା ଆଦିବାସୀଙ୍କ ପାଇଁ କିଛି କରିବନି ତମେ? ମୋହନ ବାଜି, ତୁରନ୍ତ ଘର ଦିଅ, ଆଦିବାସୀ ଭାଇ ଭଉଣୀ ମାନେ ପାଇବେ, ହରିଜନ ଭାଇ ଭଉଣୀ ମାନେ ପାଇବେ, ବ୍ୟବସ୍ଥା କର।